ସାଙ୍ଗମାନେ ଆପଣମାନେ କ'ଣ ଜାଣିଛନ୍ତି କେବେ କଳିଯୁଗ ଶେଷ ହେବ? ଯେତେବେଳେ କଳିଯୁଗ ଶେଷ ହେବ ସେତେବେଳେ ଆମ ସହିତ କ'ଣ ଘଟିବ? କ'ଣ କଲେ ଆମେ ଆମ ପାପର ଭାରକୁ କମ୍ କରିପାରିବା? ଚାଲନ୍ତୁ ଜାଣିବା ଆଜିର ଏହି ଭିଡ଼ିଓ ମାଧ୍ୟମରେ। କେବେ ହେବ କଳିଯୁଗର ଶେଷ? କେବେ ହେବ କଳିଯୁଗ ଶେଷ? ଯେବେ ହେବ ଆମ ସହିତ କ'ଣ ଘଟିବ? କ'ଣ କରିବା ଦ୍ୱାରା ଆମେ ଆମ ପାପରୁ ଦୂରରେ ରହିପାରିବା? ଭିଡ଼ିଓଟିକୁ ନିଶ୍ଚିନ୍ତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ। ଯଦି ଭିଡ଼ିଓଟି ଭଲ ଲାଗିଲା ଲାଇକ୍ଟିଏ କରିବେ। କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଭାବରେ ଆପଣମାନଙ୍କର ମତାମତ ରଖିବେ। ଚାଲନ୍ତୁ ସାଙ୍ଗମାନେ ଆଜିର ଭିଡ଼ିଓଟି ଆରମ୍ଭ କରିବା। ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ। ମୁଁ ଆଶା କରୁଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ। ଚାଲନ୍ତୁ ଆଜିର ଭିଡ଼ିଓଟି ଆରମ୍ଭ କରିବା। ସାଙ୍ଗମାନେ ଟିକେ ଭଏସ୍ର ପ୍ରୋବ୍ଲେମ୍ ହୋଇପାରେ, ସେଥିପାଇଁ ମୁଁ ଆପଣମାନଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛି। କାରଣ ମୋର ଦେହ ଅସୁସ୍ଥ ଥିବାରୁ ମୁଁ ଆପଣମାନଙ୍କୁ ଟିକେ ଭଏସ୍ରେ ମୋର ଚେଞ୍ଜେସ୍ ଆସିଯାଇଛି, ଯାହାଦ୍ୱାରା କି ସାନ ଭାଇ ଭାବି ଆପଣମାନେ କ୍ଷମା କରିଦେବେ। ଚାଲନ୍ତୁ ଭିଡ଼ିଓଟି ଆରମ୍ଭ କରିବା। କେବେ ହେବ କଳିଯୁଗର ଶେଷ? ରାମଚରିତ ମାନସରେ ଲେଖା ହୋଇଛି କି କେବେ ଧର୍ମର ସ୍ଥାୟୀ ନଷ୍ଟ ହୋଇଯିବ ସେତେବେଳେ କଳିଯୁଗର ସମାପ୍ତି ହୋଇଯିବ। କଳିଯୁଗରେ ଆଧ୍ୟାତ୍ମିକ ପ୍ରତି ଲୋକଙ୍କର ଦୃଷ୍ଟି ହଟିଗଲାଣି। ଗୋସ୍ୱାମୀ ତୁଳସୀଦାସ ଶ୍ରୀମଦ୍ ଭାଗବତ ଓ ରାମାୟଣରେ ରାମଚରିତ ମାନସରେ ଉତ୍ତରକାଣ୍ଡରେ କଳିଯୁଗ ବିଷୟରେ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଅଛି। ଆଜି ସେହି ଅନୁସାରେ ଘଟଣା ଘଟୁଛି। କଳିଯୁଗ ଅର୍ଥ ହେଉଛି କଳାର ଯୁଗ। ଏହି ଯୁଗରେ ପ୍ରତ୍ୟେକ ଲୋକଙ୍କ ମନରେ ଅସନ୍ତୋଷ ଭାବନା ରହିଥାଏ। ଏହା ସହିତ ଲୋକେ ପରସ୍ପର ମଧ୍ୟରେ କଳି କନ୍ଦଳ କରି ଯମଲୋକକୁ ଯାତ୍ରା କରିଥାନ୍ତି। କଳିଯୁଗର ଆରମ୍ଭ ମହାଭାରତର ଯୁଦ୍ଧ ଶେଷ ହେବାର ଅନେକ ବର୍ଷ ପରେ ହୋଇଥିଲା। କଳିଯୁଗର ଅବଧି 1200 ଦିବ୍ୟ ବର୍ଷ ଅଟେ। ମନୁଷ୍ୟର ଗୋଟେ ମାସ ପିତୃପୁରୁଷଙ୍କର ଗୋଟେ ଦିନ ସହିତ ସମାନ ହୋଇଥାଏ। ସେହିପରି କଳିଯୁଗର ବୟସ 4,32,000 ବର୍ଷ ଅଟେ। ସାଙ୍ଗମାନେ ଆପଣମାନେ ଜାଣିଥିବେ ଆଜିକାଲି ସମୟରେ କଳି ଝଗଡ଼ା, ଭାଇ ଭାଇ ଭିତରେ ଝଗଡ଼ା, ଘର ଭିତରେ ଝଗଡ଼ା, ସାଙ୍ଗସାଥୀଙ୍କ ଭିତରେ ଝଗଡ଼ା, ଯାହା ସାଙ୍ଗରେ ଗୋଟିଏ ଝଗଡ଼ା ହୋଇ ଲୋକମାନେ ମରାମରି ହୋଇ ଝଗଡ଼ା ଝାଣ୍ଟିରେ ହଣାକଟା ହୋଇ ଜୀବନ ହାରି ଦେଉଛନ୍ତି, ଯାହାଦ୍ୱାରା କି ସେମାନେ ନିଜ ଜୀବନଟାକୁ ନଷ୍ଟ କରିଦେଉଛନ୍ତି। ଏଥିରେ ସେମାନଙ୍କର କିଛି ଭୁଲ ନାହିଁ, କାରଣ ଇଏ ହେଉଛି କଳିଯୁଗର ଗୋଟିଏ ମାନ୍ୟତା। କଳିଯୁଗରେ ଲୋକମାନେ ଏହିଭଳି ତାଙ୍କ ନିଜ ନିଜ ଜୀବନକୁ ନଷ୍ଟ କରିବେ। ତାଙ୍କର ଏହିଭଳି କଳିଯୁଗରେ ସେମାନେ ଝଗଡ଼ା ଝାଣ୍ଟି କରିବେ, ଯାହାଦ୍ୱାରା କି ସେମାନଙ୍କର ଧୀରେ ଧୀରେ ଲୋପ ପାଇବାକୁ ଲାଗିବ ଜନସଂଖ୍ୟା। କଳିଯୁଗର ଯେତେବେଳେ ଶେଷ ସମୟ ଆସିଯିବ ପୁରା ଏମିତି ହିଁ ଲୋପ ପାଇଯିବ ଜନସଂଖ୍ୟା। ମାନ୍ୟତା ରହିଛି କି କଳିଯୁଗରେ ଭଗବାନ କଳ୍କି ଅବତାର ଗ୍ରହଣ କରି ସମସ୍ତ ପାପୀମାନଙ୍କୁ ସଂହାର କରିବେ। କଳିଯୁଗରେ ମନୁଷ୍ୟର ପରମାୟୁ କମିଯିବ। ପୂର୍ବ କାଳରେ ମନୁଷ୍ୟ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଜୀବିତ ରହୁଥିଲେ ଏବଂ କୌଣସି ରୋଗ ଗ୍ରାସ କରୁନଥିଲା। କିନ୍ତୁ କଳିଯୁଗରେ ବର୍ଷ ବର୍ଷ ଧରି ନୂଆ ରୋଗ ସୃଷ୍ଟି ହେବ ଏବଂ ମନୁଷ୍ୟ ଜାତିକୁ ଧ୍ୱଂସ କରିବ। କଳିଯୁଗରେ ଗାଈ କ୍ଷୀର ଦେବା ବନ୍ଦ କରିଦେବ। ଦେଖନ୍ତୁ ସାଙ୍ଗମାନେ, ଆଜିକାଲି ଯୁଗରେ ବା ଆମର ଏ କଳିଯୁଗରେ ଦେଖିଥିବେ ବହୁତ ଛୋଟ ଛୋଟ ପିଲାଙ୍କର ଦେହାନ୍ତ ହୋଇଯାଉଛି, ଜୀବନ ଚାଲିଯାଉଛି। କ'ଣ ପାଇଁ ଚାଲିଯାଉଛି? କାରଣ କଳିଯୁଗରେ
ଲୋକମାନଙ୍କର ଆୟୁ ବଞ୍ଚିବାର ଯେଉଁ ବୟସ ସେ ବୟସ ବହୁତ କମି କମିଯିବ। ଯେତେବେଳେ ପୂର୍ବପୁରୁଷମାନେ ଆମର 100 ବର୍ଷ 150 ବର୍ଷ ବଞ୍ଚୁଥିଲେ ସେମାନଙ୍କର ଆୟୁ ଯେମିତି ଅଧିକ ଥିଲା, ହେଲେ ଏବେକା ସମୟରେ ପିଲାମାନଙ୍କର ଆୟୁ କମି କମି ଯାଉଛି। ଆଜିକାଲିର ଲୋକମାନେ 40-50 ବର୍ଷରୁ ସେମାନଙ୍କର ଦେହାନ୍ତ ହୋଇଯାଉଛି ବା ସେମାନେ ମରିଯାଉଛନ୍ତି। କଳିଯୁଗରେ ଏମିତି ହିଁ ହେବ। ଯେବେ କଳିଯୁଗର ଶେଷ ସମୟ ଆସିଯିବ ସେତେବେଳେ ଲୋକମାନଙ୍କର ବଞ୍ଚିବାର ସମୟ ବା ବଞ୍ଚିବାର ବର୍ଷ ବହୁତ କମ୍ ହୋଇଯିବ। ସେତେବେଳେ ବାଲ୍ୟ ବିବାହ ହେବ, ବାଲ୍ୟ ବିବାହ କରିବେ ପିଲାମାନେ, ଲୋକମାନେ ବାଲ୍ୟ ବିବାହ କରିବେ। ଅତି ବେଶୀରେ ଲୋକମାନେ 30ରୁ 35 ବର୍ଷ ଭିତରେ ବଞ୍ଚିବେ, ତାଠାରୁ ଅଧିକ ଲୋକମାନେ ଆଉ ବଞ୍ଚିପାରିବେ ନାହିଁ। କଳିଯୁଗରେ ପ୍ରେମ, ସ୍ନେହ, ଆତ୍ମବିଶ୍ୱାସର ଭାବନା ନଷ୍ଟ ହୋଇଯିବ ଏବଂ ଅହଙ୍କାର, କ୍ରୋଧ, ଦୋଷ ଭାବନା ଜନ୍ମ ନେବ, ଯାହା ଫଳରେ ମାନବ ସମାଜ ପରସ୍ପର ମୃତ୍ୟୁର କାରଣ ହୋଇ ଧ୍ୱଂସ ହୋଇଯିବ। କଳିଯୁଗରେ ଋତୁ ସଠିକ୍ ଭାବରେ ପରିବର୍ତ୍ତନ ହେବ ନାହିଁ। ଥଣ୍ଡା ଦେଶରେ ଅଧିକ ଥଣ୍ଡା ହେବ ଏବଂ ଗରମ ହେବା ଦେଶରେ ଅଧିକ ଗ୍ରୀଷ୍ମ ଋତୁ ଅନୁଭବ ହେବ। ମାନ୍ୟତା ରହିଛି କି କଳିଯୁଗ ଶେଷ ହେବା ପାଇଁ ଆହୁରି ଅନେକ ବର୍ଷ ବାକି ରହିଛି। କଳିଯୁଗ ସମାପ୍ତ ହେବା ସମୟରେ ଭୂମିକମ୍ପ, ପ୍ରଳୟ, ସୁନାମି ଆଦି ପ୍ରାକୃତିକ ଭୟଙ୍କର ରୂପ ଦେଖିବାକୁ ମିଳିବ। ଦେଖନ୍ତୁ ସାଙ୍ଗମାନେ, ଯେତେବେଳେ କଳିଯୁଗ ଶେଷ ହୋଇବାକୁ ଲାଗିବ, ଆଜିକାଲି ସମୟରେ ଆପଣମାନେ ଦେଖିଥିବେ ଶୀତ ଦିନରେ ବହୁତ ଅଧିକ ଶୀତ କରୁଛି, ଖରା ଦିନରେ ବହୁତ ଅଧିକ ଗରମ ହେଉଛି, ଯାହାକି ଲୋକମାନେ ସହି ପାରୁନାହାନ୍ତି। ଏମିତି ଗରମ ହେଉଛି କ'ଣ ପାଇଁ ହେଉଛି? କାହିଁକି ନା ଆମେ କଳିଯୁଗରେ ଅଛେ। କଳିଯୁଗ ଶେଷ ହେବାକୁ ଲାଗୁଛି। ଧୀରେ ଧୀରେ କଳିଯୁଗ ତାର ବୟସର କଳିଯୁଗର ବୟସ ବଢ଼ି ବଢ଼ି ଚାଲିଛି। ଯେତେବେଳେ କଳିଯୁଗ ପୁରା ଶେଷ ସମୟକୁ ଆସିଯିବ ସେତେବେଳେ ଦେଖିବେ ଲୋକମାନେ ଆଉ ବଞ୍ଚିବା ବି ଅସମ୍ଭବ ହୋଇଯିବ। ଲୋକମାନେ ଘରୁ ବାହାରକୁ ବି ବାହାରି ପାରିବେ ନାହିଁ। ଏମିତି ଗରମ ହେବ ଲୋକମାନଙ୍କୁ, ଏମିତି ତାତି ହେବ ଲୋକମାନଙ୍କୁ। ଯଦି ଶୀତ ଦିନ ହେଉଛି ତାହେଲେ ଶୀତ ଦିନେ ଏମିତି ଥଣ୍ଡା ରହିବ ଯେ ଲୋକମାନେ ଘରୁ ବାହାରି ପାରିବେ ନାହିଁ। ଏମିତି କିଛି କଳିଯୁଗରେ ହେବ। ସାଙ୍ଗମାନେ, ଯେତେବେଳେ କଳିଯୁଗ ଶେଷ ହେବ ଲୋକମାନଙ୍କର କ'ଣ ଘଟିବ, କେମିତି ସବୁ ଲୋକମାନେ ଛଟପଟ ହୋଇ ମରିବେ? ଦେଖନ୍ତୁ, ଏବେ ଆଜିକାଲି ସମୟରେ ପ୍ରତ୍ୟେକ ବର୍ଷ ବାତ୍ୟା ହେଉ, ବନ୍ୟା ହେଉ ଆସୁଛି, ଭୂମିକମ୍ପ ମଧ୍ୟ ହେଉଛି। ସେସବୁ ଜିନିଷ ଧୀରେ ଧୀରେ ବଢ଼ି ବଢ଼ି ଚାଲିବ। ସୁନାମି, ଅଧିକ ପାଣି ଉଠିବା ହେଉ କି ଜୋରରେ ବର୍ଷା ହେବା ହେଉ, ଜୋରରେ ବାତ୍ୟାରେ ପବନ ହେବା ହେଉ, ଏମିତି ଧୀରେ ଧୀରେ ଏସବୁ ଜିନିଷ ବଢ଼ିବାକୁ ଲାଗିବ। ଯାହାଦ୍ୱାରା କି ଆପଣମାନେ ଜାଣିଯିବେ ଯେ କଳିଯୁଗର ଶେଷ ସମୟ ଧୀରେ ଧୀରେ ଆସିବାକୁ ଲାଗୁଛି। ଯେତେବେଳେ କଳିଯୁଗ ପୁରା ତା ଶେଷ ସମୟରେ ପହଞ୍ଚିଯିବ, ଏମିତି ହିଁ ସବୁ ଘଟଣା ଘଟିବାକୁ ଲାଗିବ। ଧନ୍ୟବାଦ ସାଙ୍ଗମାନେ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଶା କରିବି ମୋର এই ଭିଡ଼ିଓଟି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ଯଦି ମୋର এই ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ ତାହେଲେ ଲାଇକ୍ କରିବେ, ସାଙ୍ଗମାନଙ୍କ ମଧ୍ୟରେ ସେୟାର କରିବାକୁ ଭୁଲିବେ ନାହିଁ। କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଭାବରେ ଆପଣମାନଙ୍କର ମତାମତ ରଖିବେ। ଯଦି ଆପଣମାନେ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ରେ କ୍ଲିକ୍ କରିବେ। କାରଣ ଆମ ଚ୍ୟାନେଲରେ ଯେବେ କିଛି ନୂଆ ମୋଟିଭେସନାଲ୍ ଭିଡ଼ିଓ ଛଡ଼ାଯିବ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ।